ଗାଇସ୍ ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ। ସକାଳୁ ସକାଳୁ ଗାଧେଇ ପାଧେଇ ମୁଁ ରେଡି ହେଇଥିଲି କ୍ଲାସ୍ ଯିବାକୁ। ତାପରେ ଗାଇସ୍ ପଳେଇ ଆସିଥିଲି କ୍ୟାଣ୍ଟିନ୍‌କୁ। କ୍ୟାଣ୍ଟିନ୍ ହେଇଥିଲା ଆଜି ଛୋଲେ ଭଟୁରେ। ତାପରେ ଗାଇସ୍ କ୍ୟାଣ୍ଟିନ୍‌ରୁ ଖାଇ ପିଇ ବାହାରି ପଡ଼ିଥିଲି କ୍ଲାସ୍‌କୁ। ଟିକେ ଜଲ୍ଦି ଖାଇ ପିଇ ବାହାରି ପଡ଼ିଥିଲି ତ ସେଥିପାଇଁ ବେଶୀ ରୋଡ୍‌ରେ କେହି ପିଲା ନଥିଲେ। ତାପରେ ଗାଇସ୍ ଆମର ଥିଲା ଲ୍ୟାବ୍ କ୍ଲାସ୍। ତ ଲ୍ୟାବ୍ କ୍ଲାସ୍‌ରେ ଦେଖିଲା ବେଳକୁ ଅଳ୍ପ କିଛି ପିଲା ପଳେଇ ଆସିଥିଲେ। ତାପରେ ଗାଇସ୍ କିଛି ସମୟ ପରେ ଆମର ବ୍ରେକ୍ ହେଇଯାଇଥିଲା। ସବୁ ଭାଇମାନେ ଆମର ଏଠି ବୁଲାବୁଲି କରିଛନ୍ତି ଦେଖନ୍ତୁ ଗାଇସ୍। ତାପରେ ଗାଇସ୍ ଆମର କ୍ଲାସ୍ ଛୁଟି ହେଇଯାଇଥିଲା ତ ସବୁ ପିଲାମାନେ ପୁରା ତରତର ହେଇଯାଉଛନ୍ତି ବାହାରକୁ। ସେଇ ସମୟରେ କମଲଦୀପ ଭାଇ ବି ଦେଖା ହେଇଗଲେ। ସିଏ ବି ଟିକେ କ୍ୟାମେରା ଆଗରେ ହାଏ ହାଲୋ କରିଦେଇ ଚାଲିଗଲେ। ତାପରେ ଗାଇସ୍ ଆମେ ପଳେଇ ଆସିଲୁ କ୍ୟାଣ୍ଟିନ୍‌କୁ। କ୍ୟାଣ୍ଟିନ୍ ଆସି ଦେଖିଲା ବେଳକୁ ତ ଲାଇନ୍ ଲାଗିଥିଲା। ବାଧ୍ୟ ହେଇକି ଲାଇନ୍‌ରେ ଠିଆ ହେଲୁ। ଆଜି ଆମର କ୍ୟାଣ୍ଟିନ୍‌ରେ ହେଇଥିଲା ଲଞ୍ଚରେ ଅଣ୍ଡା ଭୁଜିଆ। ତ ଗାଇସ୍ ଖାଇ ପିଇ ରୁମ୍‌କୁ ପଳେଇ ଆସିଥିଲି ତାପରେ। 4ଟା ବେଳକୁ ତ ଗାଇସ୍ ବାହାରି ପଡ଼ିଥିଲି କ୍ରିକେଟ୍ ଖେଳିବାକୁ। ସେଠି ଗାଇସ୍ କ୍ରିକେଟ୍ ଏକା ସବୁ ଖେଳାଖେଳି କରି ସନ୍ଧ୍ୟା ବେଳକୁ ପଳେଇ ଆସିଥିଲି ଆମ ରୁମ୍‌କୁ। ରୁମ୍‌କୁ ଆସିଲା ପରେ ଧୁଆଧୁଇ ହେଇ ବସି ପଡ଼ିଥିଲି ପାଠ ପଢ଼ିବାକୁ। ପାଠ ତ ନୁହଁ ନୋଟ୍ସ ପ୍ରବଳ ଥିଲା। ନୋଟ୍ସ କମ୍ପ୍ଲିଟ୍ କରିବାକୁ ବସି ପଡ଼ିଲି। ଆଜିର ବ୍ଲଗ୍‌ଟି ଏଇଠି ଏଣ୍ଡ କରୁଛି। ରହିଲି। ଜୟ ଜଗନ୍ନାଥ।